ଭାଇନା ଭିଡ଼ିଓ ଗୋଟେ ପକାଉନ। ସମସ୍ତେ ବ୍ଲଗ୍ କରୁଛନ୍ତି, ସମସ୍ତେ ନିଜର କଣ୍ଟେଣ୍ଟ ତିଆରି କରୁଛନ୍ତି, ତମେ ଗୋଟେ କରୁନ। ଝିଅ କରିବା ସମୟ ହେଉନି। ସମୟ ଏଇ ତ କହିବ, ସମୟ ନହେଲେ କେମିତି ହେବ? କ'ଣ ଗୋଟେ କହିକି ପକାଅ। ତମେ ଯାହା ପକେଇବ ଭାଇନା ଭଲ ଲାଗିବ। ତ ପକଉନ। ପୁଣି କିଛି ଦିନ ଯାଏ ଭିଡ଼ିଓ ପଡ଼ିଲାନି ଏଠି, ଆଉ ମୁଁ ତୁମକୁ ଫୋନ୍ କରିବିନି। ତମେ ଭିଡ଼ିଓ ପକେଇବ ନା ପକେଇବନି? ମୁଁ କହିଲି ଝିଅ ପକେଇବି ଲୋ, ଟିକେ ରହ। ନା ନା ନା, ସେମିତି ନୁହେଁ। କେଉଁଦିନ ଭିଡ଼ିଓ ପକେଇବ କୁହ? ଲଗାତାର ଭାବରେ 6 ମାସ କାଳ ପ୍ରତି ସପ୍ତାହରେ ଥରଟେ ଫୋନ୍ ଆସିବ, ପ୍ରତି ସପ୍ତାହରେ ଅଭିମାନ ଭଳିଆ ଗାଳିଟିଏ ମିଳିବ। ଯେଉଁଦିନ ପ୍ରଥମ ମୁଁ ଭିଡ଼ିଓ ପକେଇଲି ମୋଠୁ ସେ ବେଶୀ ଖୁସି ଥିଲା। ଦେଖିଲ, ଏବେ ଦେଖିବ ଭାଇନା ତମେ କେମିତି ପପୁଲାର ହେବ। ମୁଁ କହିଲି ନା ମୁଁ ଦେଖୁଛୁ, ମୁଁ ସେତେବେଳେ ମାନେ ଏତେ ବଡ଼ ମୁହଁଟେ ମୋର ଫୁଲିକି ଅଛି, ମୋ ଦେହ ଫୁଅ ଗୁଡ଼ା ଭଲ ରହୁନି, ମୁଁ କ'ଣ ମୋତେ ଅବାଗିଆ ଦେଖାଯାଉଛି। ତମ ସେଥିରୁ କ'ଣ ମିଳିବ କହିଲ? ତମେ ଭିଡ଼ିଓ ପକେଇଲ, ଦେଖିଲ କେତେ ଭ୍ୟୁଜ୍ ଗଲା। ଭାଇନା ଦେଖିଲ, ଏଇଟା କଲ, ବଢ଼ିଆ ଲାଗିଲା। ତମେ ସେମିତି ସେ ସାର୍ଟଟା କାଇଁ ପିନ୍ଧିଥିଲ? ତମେ ତ ସେମିତି କରିବ ଆଉ। ये ସବୁ କଥା ମୋନାଲିସା ଆମ ଝିଅ। ସମ୍ପର୍କ ରକ୍ତର ନୁହେଁ, ତାଠୁ ବହୁତ ଅଧିକର। ଜୀବନରେ ଯଦି ମୋତେ ଈଶ୍ୱର ଚଏସ୍ ଦେଇଥାନ୍ତେ, ଗୋଟେ କୁନି ଝିଅଟିଏ, କୁନି ଭଉଣୀଟିଏ, ତମର କିଏ ହବ ଦୁନିଆରେ, ମୁଁ ତାକୁ ବାଛିଥାନ୍ତି। ହସ ହସ ମୁହଁ, ସମ୍ପର୍କ 20 ବର୍ଷ ତଳର। ଭବାନୀ ଚାକିରି କରିଥାଏ ହାଇଦ୍ରାବାଦରେ। ସେତେବେଳେ ଭବାନୀ ବହୁତ କୁନି ପିଲାଟେ ଥାଏ। ଆଉ ଗୋଟେ କୁନି କୁନି ଝିଅଟିଏ ଜଏନ୍ କରିଥାଏ ହାଇଦ୍ରାବାଦରେ, ସିଏ ଥାଏ ମୋନାଲିସା। ମୋ ବାବା ମା ହାଇଦ୍ରାବାଦ ଯାଆନ୍ତି, ଆଉ ସେମାନଙ୍କର ଅଫିସ୍ ଷ୍ଟାଫ୍ ସବୁ ଆସନ୍ତି ଆମ ଘରକୁ ବାବା ମାଙ୍କୁ ଦେଖା କରିବାକୁ। ସେଠି ଗୋଟେ କେମିତି ନା କେମିତି ଆମେ ସେ ଝିଅକୁ ଆମ ପରିବାରର ଭାବିଦେଉ। ଅତି ଶାନ୍ତ ଶିଷ୍ଟ, ହସ ହସ ମୁହଁ, ଠିକ୍ ଗୋଟେ କୁନି ଝିଅଟିଏ, କୁନି ଭଉଣୀଟିଏ, ଯାହାର ସବୁ ଅଧିକାର ଅଛି। ଆଉ ସିଏ ଯେତେବେଳେ ଅଧିକାର ସାବ୍ୟସ୍ତ କରେ, ଆପଣଙ୍କୁ ଲାଗିବ ଯେ ମୋ ଝିଅଟା ଯାହା କହୁଛି କହୁ। ଭିଡ଼ିଓ ମୁଁ ଆରମ୍ଭ କରିଥିଲି ତା ପାଇଁ, ଭିଡ଼ିଓ ମୁଁ କହିବା ଆରମ୍ଭ କରିଥିଲି ତା ପାଇଁ। ତା କଥା, ତାର ମାନେ ଯେଉଁ ଜବରଦସ୍ତି, ତାର ଜିଦ୍ଦି, ତାର ଭଲ ପାଇବା, ତାର ସେ ଭାଇନା ଡାକ, ଆଉ ମୋର ଝିଅର ଉତ୍ତର। ବହୁତ ଅଭିମାନ କରିଛି ଯେତେବେଳେ ତାର କୌଣସି ଫଙ୍କସନ୍ ଥିବ, ମୁଁ ଯାଇପାରୁନଥାଏ, କାରଣ ସେତେବେଳେ ମୋର ପ୍ରବଳ ଦେହ ଖରାପ ହେଉଥାଏ, ମୁଁ ଚାଲିପାରୁନଥାଏ। ମୁଁ କହିବି ଝିଅ ମୁଁ ଯାଇପାରୁନି ଲୋ, ଆସିବନି। ସମ୍ପର୍କ ଗୋଟେ ବିଚିତ୍ର। ମୋ ଭଉଣୀ, ମୋ ଝିଅ। ମୋ ବାବା ମାଙ୍କୁ ସେ ଭାରି ଭଲ ପାଏ, ମୋ ବାବା ମା ତାକୁ ବହୁତ ଭଲ ପାଆନ୍ତି। କାବୁଲି ଭାଇନା, ପୁତୁଲ ଭାଇନା, ଆମେ ଦି ଭାଇଙ୍କ ନାଁ। ସିଏ ସେଇ ନାଁରେ ଡାକେ। ଦୁର୍ଗା ଭାଇନା କେବେ ଡାକେନି, ଭବାନୀ ଭାଇନା କେବେ ଡାକେନି। କାବୁଲି ଭାଇନା, ପୁତୁଲ ଭାଇନା, ଆମେ ତାକୁ ଝିଅ ବୋଲି ଡାକୁ। ମୁଁ କେବେ ମୋନାଲିସା ବୋଲି ଡାକେନି। ପ୍ରତିବେଳେ କହେ ଏ ଭିଡ଼ିଓ ବଢ଼ିଆ ଲାଗିଲା, ଜୋଇଁକି ତ ଏ ଭିଡ଼ିଓ ବଢ଼ିଆ ଲାଗିଲା। ସିଏ ତମର ଗୋଟେ ଫ୍ୟାନ୍। କହିଲା ସେ ନା ଭାଇନା, ତମର ଯେଉଁ ଷ୍ଟାଟସ୍ ପକାଉଥିଲେ ଜାଣିଛଟି, ସେମିତି କରୁଥିଲେ ବୋଲି ଷ୍ଟାଟସ୍ ଦିଆହେଉଥିଲା, ସେଗୁଡ଼ା ତମର ଷ୍ଟାଟସ୍ ଦେବେ। ସବୁଥିରେ ତାର ମିଠା କଳି, ତାର ମିଠା ଅଭିଯୋଗ ଆଉ ସ୍ନେହ। ତାର ଆଜି ଜନ୍ମ, ତାର ଆନିଭର୍ସରୀ ଆଜି, ତାର ମ୍ୟାରେଜ୍ ଆନିଭର୍ସରୀ ଆଜି। ତତେ କ'ଣ କହିବି ମୁଁ? ଭଗବାନ କରନ୍ତୁ ଆର ଜନ୍ମରେ ତୁ ଆମ ଘରେ ଝିଅଟେ ହେଇକି ଆ। ଭଗବାନ କରନ୍ତୁ ତୁ ଆଉ ଆମ ଭାଇ ଏମିତି ଭଲରେ ରୁହ। ଭଗବାନ କରନ୍ତୁ ତୋ ହସକୁ, ତୋ ଖୁସିକୁ, ତୋ ନିରୀହତାକୁ, ତୋ ନିଷ୍କପଟତାକୁ କାହାର ନଜର ନ ଲାଗୁ। ଭଗବାନ କରନ୍ତୁ ମୁଁ ଶେଷ ଥିବା ପର୍ଯ୍ୟନ୍ତ ଏ ଦୁନିଆରେ ତୋ ପାଖରୁ ଭାଇନାର ଡାକ ଶୁଣୁଥାଏ। ତମ ଦି ଜଣଙ୍କୁ ତମ ମ୍ୟାରେଜ୍ ଆନିଭର୍ସରୀରେ, ବିବାହ ବାର୍ଷିକୀରେ ଅନେକ ଶୁଭେଚ୍ଛା, ଅନେକ ଶୁଭକାମନା। ଝିଅ ମୁଁ ତୋତେ କିଛି ଦେଇନି ଜୀବନରେ, ଏତିକି କହିବି ଯେ ଈଶ୍ୱର କରନ୍ତୁ ତୁ ସେମିତି ଆମ ଝିଅ ହେଇକି ଥା, ଆଉ ତୋ ପାଟିରୁ ସେମିତି ମୁଁ ଭାଇନା ଡାକ ଶୁଣୁଥାଏ। ଆଉ ଥରେ କହିବି, ମ୍ୟାରେଜ୍ ଆନିଭର୍ସରୀରେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଲେଟ୍ ହେଇଗଲା ଝିଅ, ଟିକେ ବ୍ୟସ୍ତ ଥିଲି।